आज सकाळू बाहर देखिली हाल्का कुड़ी होती टिके टिके थंडा पड़िलानी आ मने ହେଲା आहा ଏହା ହଉଛି ମାଣବସା ପୂର୍ବ ଦିନର ମନୋଭାବ। ଠାକୁର ଘରକୁ ଯାଇ ଦେଖିଲି ଧୂପକାଠିର ଧୂଆଁରେ ସବୁ କାନ୍ଥ ଯାକ ଟିକେ ଟିକେ କଳା ପଡିଯାଇଛି। ଭାବିଲି ମା ଲକ୍ଷ୍ମୀ ଆସିବା ପୂର୍ବରୁ ଏଇ ଧୂଆଁ ସବୁ ଯଦି ସଫା ନ ରଖେ ତାହେଲେ ମା ଲକ୍ଷ୍ମୀ କାଳେ ଫେରିଯିବେ କି। ଆଉ 2 ଦିନ ପରେ ମାଣବସା ଗୁରୁବାର ମା ଲକ୍ଷ୍ମୀ ଆସିବେ ଭାବିଲି। ଆଉ ଭାବିଲି ଆଜି ସବୁ ଘର ଦ୍ୱାର ସବୁ ସଫା କରିବି। ସେଇଥିପାଇଁ ଠାକୁର ଘରକୁ ଭଲ ଭାବରେ ଆଜି ପୋଛାପୋଛି କରିବା ପାଇଁ ଲାଗି ପଡିଲି। ମା ଲକ୍ଷ୍ମୀ ଆସିବେ ଭାବିଲେ ମନେ ହେଉଛି ଘର ଓ ମନ ଦୁଇଟିକୁ ଆଲୋକିତ କରିବାର ସମୟ ଆସିଗଲା। ଆଜିଠୁ ଆରମ୍ଭ ହେଇଗଲା ମୋର ପ୍ରିପାରେସନ। ଠାକୁର ଘର ପୋଛାପୋଛି ସଫାସୁତୁରା କଲି। ଧୂପକାଠି ଧୂଆଁରେ ପଡିଯାଇଥିବା କଳା କାନ୍ଥ ସବୁ ଗୁଡ଼ିକ କ୍ଲିନ କଲି। ପୁରୁଣା ଖବରକାଗଜ କାଢି ତା ଜାଗାରେ ନୂଆ ଖବରକାଗଜ ପକେଇଦେଲି। ଆଉ ଠାକୁରଙ୍କୁ ଭଲ ଭାବରେ ସଜେଇ ରଖିଦେଲି। ଆଉ ଭଲ ଭାବରେ ପୋଛାପୋଛି ସବୁ କାନ୍ଥକୁ ସଫାସଫି କରିଦେଲି। ଲାଗିଲା ଏମିତି ଘରେ ଗୋଟେ ଏକଦମ ନୂଆ ଆଲୋକ ଖେଳିଗଲା। ପଞ୍ଚୁକ ଚାଲୁଥିବାରୁ ଗୋଟେ ସୁନ୍ଦର କାଳିଆ ମୁରୁଜଟେ ପକାଇଦେଲି। ମନେ ହେଲା ଆହା ମା ଲକ୍ଷ୍ମୀ ଦେଖି ହସୁଛନ୍ତି ମତେ। ଏହା ସହିତ ଆଜି ହଉଛି ଶେଷ ସୋମବାର ଆଉ କାଲି ହଉଛି ଧବଳେଶ୍ୱର ଓଷା ଆଉ ଆଜି ହଉଛି ଏକବାର। ଯୋଉ ଦିନ ଧବଳେଶ୍ୱର ଓଷା ତା ପୂର୍ବ ଦିନ ଏକବାର କରାଯାଏ। ମୁଁ ଯେହେତୁ କାଲି ଧବଳେଶ୍ୱର ଓଷା କରିବି ସେଇଥିପାଇଁ ଆଜି ମୋର ଏକବାର ହୋଇଥିବାରୁ ମୁଁ ଅରୁଆ ଖାଇବି। ଆଜି ସକାଳ ଜଳଖିଆରେ ପରଟା ଭଜା ଚା ହେଇଥିଲା। ଆଜି ମୋର ଘର ସଫା ମନ ବି ସଫା ଦୁଇଟି ଭିତରେ ଶାନ୍ତି ଆଉ ଖୁସି ଭରିଗଲା। ପୁଣି ଦେଖାହବ ଆପଣଙ୍କ ମାନଙ୍କ ସହିତ ନୂଆ ବ୍ଲଗରେ। ଆପଣ ମାନଙ୍କୁ ମୋର ଭିଡିଓଟି ଭଲ ଲାଗିଥିଲେ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବାକୁ ଭୁଲିବେନି। ରହୁଛି, ପୁଣି ଦେଖାହବ। ଜୟ ଜଗନ୍ନାଥ।